ମୁଁ ବହୁତ ଦିନ ହେଲା ୟୁଟ୍ୟୁବ୍ କରିନଥିଲି, ଏବେ ବନ୍ଦ କରିଦେଇଥିଲି। ଏବେ ଦେଖନ୍ତୁ ଆପଣଙ୍କ ମନରେ ମୁଁ ମାଛ ମୁଣ୍ଡ ପକେଇକି କୋବି ଛିଞ୍ଚଡ଼ା କେମିତି କରୁଛି। ଯାହା ଯାହା ଦରକାର ମୁଁ ସବୁ ଯାକ କାଢ଼ିକି ଆଗରେ ରଖି ନେଇଛି। ସେଥିପାଇଁ କାହିଁକିନା ଗୋଟେ ଗୋଟେ କାଢ଼ି ପାରିବିନି, ସେଥିପାଇଁ ସବୁ ଯାକ କାଟିକି ଆଗୁଆ ରେଡ଼ି କରିକି ରଖି ନେଇଛି। ସବୁ କାଟି ସାରିକି ଏବେ ବର୍ତ୍ତମାନ ଗ୍ୟାସ୍ ଲଗେଇଦେଲି। ଗ୍ୟାସ୍ ଲଗେଇ ସାରିଲା ପରେ ଗ୍ୟାସ୍ ଲଗେଇ ସାରିଲା ପରେ କରେଇ ବସେଇ ନେଲି। କରେଇ ବସେଇ ସାରିଲେ ତାକୁ ତାତିବା ପାଇଁ ଛାଡ଼ି ନେଲି। ତାତିବା ପାଇଁ ଛାଡ଼ି ନେଲା ପରେ ସେ ତାତିଗଲା ପରେ ତେଲ ତାକୁ ପକେଇ ନେଲି। ଭଲ ସିଏ ବି ତେଲ ତାତିଗଲା କରେଇ ପକେଇକି ତେଲ ତାତିଗଲା ପରେ ତାକୁ ଆଳୁକୁ କାଟିକି ରଖିଥିଲି ଭଲ ଭାବରେ ଧୋଇକି ତାକୁ ଭଲ ଭାବରେ ତେଲରେ ପକେଇ ଭଲ ଭାବରେ ଏପଟ ସେପଟ ଭାଜି ନେଲି। ଭାଜି ସାରିଲା ପରେ ଟିକେ ସମୟ ଛାଡ଼ିଦେଲା ପରେ ଟିକେ ଲୁଣ ଛିଞ୍ଚି ଦେଲି। ଲୁଣ ଛିଞ୍ଚି ଦେଲା ପରେ ଆଳୁଟା ଯେଉଁ କାଟିକି ରଖିଥାଏ ସେ ଭଲ ଭାବରେ ସିଝିଯିବ କହିକି ତାକୁ ଆଳୁଟାକୁ ଲୁଣ ଦେଇକି ଭଲ ଭାବରେ ଭାଜି ନେଲି। ଭାଜି ଦେଲା ପରେ ଟିକେ ସମୟ ଛାଡ଼ିଦେଲା ପରେ ସେ ଲାଲ ହେଇଗଲା। ଲାଲ ହେଲା ପରେ ପୁରା ଭଲ ଭାବରେ ଲାଲ ହେବା ପର୍ଯ୍ୟନ୍ତ ଭାଜୁଦେବ। ଭାଜିଗଲା ପରେ ତାକୁ ମୁଁ ଭାଜିଦେଲି। ଟିକେ ସମୟ ଛାଡ଼ିଦେଲା ପରେ ସେ ପୁରା ଲାଲ ହେଇଗଲା। ଲାଲ ହେଲା ପରେ ତାକୁ ଦେଲି। କାଢ଼ିକି ଭଲ ଭାବରେ ହେଇଗଲା ପରେ ପୁରା ଲାଲ ହେଇକି ଗଲା ପରେ ତାକୁ ଗୋଟେ ଜାଗାକୁ କାଢ଼ିଦେଲି। ଜାଗାକୁ କାଢ଼ି ସାରିଲା ପରେ ତାପରେ କାଢ଼ିଦେଲା ପରେ ଗୋଟେ ଜାଗାକୁ ସେଇ ଯେଉଁ କୋବିକୁ କାଟିକି ରଖିଥିଲି ତାକୁ ଭଲ ଭାବରେ ଛାଣି ନେଇକି ସେଇ ଯେଉଁ ତେଲ ଥିଲା ତାକୁ ବି ଭଲ ଭାବରେ ତାକୁ ସେଇଠି ନେଇକି ଦେଇଦେଇଛି। କୋବିକୁ ଟିକେ ଲୁଣ ପକେଇକି ଭାଜିଦେଲା ପରେ ତରକାରୀଟା ଟିକେ ଅଲଗା ଟେଷ୍ଟ ଲାଗେ। ବନ୍ଧାକୋବିଟାକୁ ଟିକେ ଲୁଣ ପକେଇକି 5-10 ମିନିଟ୍ ଟିକେ ଭଲ ଭାବରେ ଭାଜିଦେବ। ତାକୁ ଭଲ ଭାବରେ ଘାଣ୍ଟିକି ଏପଟ ସେପଟ କରିକି ଭାଜିଦେଲା ପରେ ସେ ପାଣିଟା ମରିଗଲା ପରେ ତାପରେ ଭଲ ଭାବରେ ତାକୁ ଘାଣ୍ଟି ନେବ। ଭଲ ଭାବରେ ଘାଣ୍ଟି ସାରିଲା ପରେ ପୁରା ସିଝିଗଲା। ଏବେ କାଢ଼ି ନେବ। କାଢ଼ି ଦେଇକି ତାପରେ ଆଉଥରେ ସେ ଖାଲି କରେଇକି ବସେଇକି ତେଲ ପକେଇଦେବ। ପୁରା କରେଇ ତାତିଗଲା ପରେ ତେଲ ପକେଇଦେବ। ତେଲ ପକେଇକି କରେଇ ତାତିଲା ପର୍ଯ୍ୟନ୍ତ ଟିକେ ରହିଯିବ। ତେଲଟା ପକେଇଥିଲେ ତାପରେ ରହିଯିବ। ତେଲ ତାତିନି। ବର୍ତ୍ତମାନ ତେଲ ତାତିଗଲା ପରେ ଚିନି ଟିକେ ପକେଇଦେବ। ଚିନି ଟିକେ ପକେଇଲା ପରେ ସେ ଯେତେବେଳେ ଲାଲ କଲର୍ ଆସିଯିବ, ଲାଲ ହେଇକି ଚିନିଟା ଯେତେବେଳେ ପୋଡ଼ିଯିବ, ଲାଲ କଲର୍ ଆସିଗଲା ପରେ ଚିନିଟା ଲାଲ ହେଲା ପରେ ଅଦା ରସୁଣ ପେଷ୍ଟ ତାକୁ ଯେଉଁ ବାଟିକି ରଖିଥିବ ସେ ଯେତିକି 2-3 ଚାମଚ ପକେଇଦେବ। 2 ଚାମଚ ପକେଇ 3 ଚାମଚ ପକେଇକି ତାକୁ ଭଲ ଭାବରେ ଘାଣ୍ଟି ନେବ। ଅଦା ରସୁଣ ପେଷ୍ଟ ଦେଇକି ତାକୁ ଭଲ ଭାବରେ ଟିକେ ଘାଣ୍ଟି ନେବ। କଷିଲା ପରେ ତାପରେ ହଳଦୀ 1 ଚାମଚ ପକେଇଦେବ। ହଳଦୀ 1 ଚାମଚ ପକେଇ ତାପରେ ଲଙ୍କା ଗୁଣ୍ଡ ବି ଟିକେ 1 ଚାମଚ ରାଗ ଅନୁସାରେ ଲଙ୍କା ପକେଇବ। ଲଙ୍କାଗୁଣ୍ଡ ରାଗ ଅନୁସାରେ ପକେଇବ। ଯେତିକି ରାଗ ଖାଇବ ତାକୁ ହିଁ ପକେଇବ। ଲଙ୍କାଗୁଣ୍ଡ ଯେତିକି ରାଗ ଖାଇବେ ସେତିକି ପକେଇବ। ତାପରେ ଲୁଣ ପକେଇବ। ଲୁଣ ପକେଇ ଭଲ ଭାବରେ ତାକୁ ଟିକେ ଘାଣ୍ଟି ନେବ। ଘାଣ୍ଟି ନେଲା ପରେ ମିକ୍ସ ହେଇଯିବ। ତାପରେ ଟିକେ ଧନିଆ ପାଉଡ଼ର ଟିକେ ପକେଇଦେବା। ଚିକେନ୍ ପାଉଡ଼ର ବି ଟିକେ ପକେଇବ। ଚିକେନ୍ ପାଉଡ଼ରଟା ଟିକେ ବେଶୀ କିଣା ପକେଇଲେ ତା'ର ଟିକେ ଟେଷ୍ଟ ଆସିବ। ସେଥିପାଇଁ ଚିକେନ୍ ପାଉଡ଼ର ବି ପକେଇବ। ଜିରା ପାଉଡ଼ର ବି ପକେଇବ। ଜିରା ପାଉଡ଼ର ଟିକେ ପକେଇକି ତାକୁ ଭଲ ଭାବରେ ମିକ୍ସ କରିନେବ। ମିକ୍ସ କରିକି ଟିକେ 5 ମିନିଟ୍ ଛାଡ଼ିଦେବ। 5 ମିନିଟ୍ ଛାଡ଼ିଗଲା ପରେ ସେ ଭଲ କିଣା କଷି ହେଇଗଲା ପରେ ଅଟୋମେଟିକ୍ ସେ ଆସିବ। ପାଣି କିଛି ଦେବନି। ତାପରେ ଗୋଟେ ଟମାଟୋ କାଟିକି ରଖିଦେବ। ତାକୁ ଭଲ ଭାବରେ ଦେଇଦେବ। କାଟି ଦେଇକି ତାପରେ ଭଲ ଭାବରେ ମସଲାରେ ଗୋଳେଇଦେବ। ଟିକେ ସିଝିବା ସମୟ ପର୍ଯ୍ୟନ୍ତ ତାକୁ କଷାଉଥିବ। ଟମାଟୋଟା ଯେମିତି ପୁରା ଗ୍ରେଭି ଭଳିଆ ହେଇକି ଯେମିତି ମସଲା ସାଙ୍ଗରେ ପୁରା ମିଶିଯିବ ସେତେ ପର୍ଯ୍ୟନ୍ତ ପୁରା ତାକୁ କଷାଉଥିବ। କଷି ଭଲ ଭାବରେ ଫ୍ରାଏ କଲେ ସେ ଗ୍ରେଭିଟା ତା'ର ହେଇଯିବ।
ଗ୍ରେଭିଟା ପୁରା ହେଇଗଲା ଦେଖ ଭଲ ଭାବରେ ତାକୁ ଗ୍ରେଭିଟା କରି ମାଛ ମୁଣ୍ଡ ଯେଉଁ ରଖିଥିବ ସେ ଗ୍ରେଭିରେ ଭଲ ଭାବରେ ସେ ମସଲାରେ ପୁରା ଘାଣ୍ଟି ଦେବ। ଘାଣ୍ଟି ଦେଇକି ଭଲ ଭାବରେ ଟିକେ 5-10 ମିନିଟ୍ ଘାଣ୍ଟିଲେ ସେ ମାଛ ମୁଣ୍ଡଟା ଟିକେ ଫ୍ରାଏ ହେବାକୁ ଭଲ ଲାଗେ। ସେଥିପାଇଁ 5-10 ମିନିଟ୍ ତାକୁ ଭଲ ଭାବରେ ଟିକେ ଫ୍ରାଏ ହେବାକୁ ଛାଡ଼ିଦେବ। ତାପରେ ଭଲ ଲାଗିବ 5 ମିନିଟ୍ ପୁରା ତାକୁ କଷିଲା ପର୍ଯ୍ୟନ୍ତ ଛାଡ଼ିଦେବ। ହେଲା ପରେ ସେ ପୁରା ମେଲ୍ଟ ହେଇଗଲା ଭଲ ଭାବରେ। ଏବେ ଦେଖନ୍ତୁ ପୁରା ଗ୍ରେଭିଟା ହେଇଗଲା, ମାଛ ମୁଣ୍ଡଟା ବି ହେଇଗଲା। ତାକୁ ଭଲ ଭାବରେ ଗୁଣ୍ଡ କରିନେବେ। ଗୁଣ୍ଡ କରିଦେଲା ପରେ ଭଲ ଭାବରେ ମିକ୍ସ କରିଦେବେ। ମିକ୍ସ କରିଦେଲା ପରେ ତାପରେ ଭଲ ଭାବରେ ସେ ଗୁଣ୍ଡ କରିଦେବ ମାଛ ମୁଣ୍ଡଟାକୁ କେଞ୍ଚି ତାକୁ ଭଲ ଭାବରେ ମିକ୍ସ କରିଦେଲା ପରେ ଭଲ ଭାବରେ ଟିକେ ଘାଣ୍ଟି ନେବେ। ଘାଣ୍ଟି ନେଇକି ତାକୁ ଭଲ ଭାବରେ ଘାଣ୍ଟି ଦେଇକି ସେ ଯେଉଁ ବନ୍ଧାକୋବିକୁ ଆଉ ଆଳୁକୁ ଭାଜିକି ରଖିଦେବେ ସେଥିରେ ତାକୁ ଭଲ ଭାବରେ ଦେଇକି ଭଲ ଭାବରେ କଷି ନେବେ। କଷି ନେବେ ଯେତେ ପର୍ଯ୍ୟନ୍ତ ତା ପାଣିଟା ନ ମରିଛି, ଯେତେ ପର୍ଯ୍ୟନ୍ତ ସିଝି ଯାଇଛି ସେତେ ପର୍ଯ୍ୟନ୍ତ ଭଲ ଭାବରେ ତାକୁ ଘାଣ୍ଟି ନଦେବ ପୁରା ମିକ୍ସ କଲା ପର୍ଯ୍ୟନ୍ତ। ତାପରେ ପାଣିରେ ଯେଉଁ ବାହାରିବ ସେ ପାଣିଟାକୁ ଭଲ ଭାବରେ ଘାଣ୍ଟିକି ତାକୁ ମଝିରେ ମଝିରେ ପୁରା ଘାଣ୍ଟୁଥିବ ତଳେ ପର୍ଯ୍ୟନ୍ତ। ତାକୁ ଭଲ ଭାବରେ ଘାଣ୍ଟି ଦେଇକି ଏପଟ ସେପଟ କରିକି ଭଲ ଭାବରେ ଘାଣ୍ଟି ଦେଇକି 5-10 ମିନିଟ୍ ପର୍ଯ୍ୟନ୍ତ ତାକୁ ଘାଣ୍ଟି ଦେଇକି ତାପରେ ଘୋଡ଼େଇ ଦେବ। ଯେତେ ପର୍ଯ୍ୟନ୍ତ ତା ପାଣିଟା ନ ମରିଯାଇଛି ପୁରା ତାକୁ ଭଲ ଭାବରେ ଘୋଡ଼େଇକି ଦେଖିଲା ମଝିରେ ମଝିରେ କାଢ଼ିକି ବି ଟିକେ ଦେଖୁଥିବେ ସିଝିଗଲା ପରେ ତାପରେ ସିଝିଗଲା ପରେ ତାକୁ ଭଲ ଭାବରେ ଘାଣ୍ଟି ନେବେ। ଘାଣ୍ଟି ଦେଲା ପରେ ଦେଖିବ ହେଇଗଲାଣି। ହେଇଗଲା ପରେ ଭଲ ଭାବରେ ଆଉ ଟିକେ ମିକ୍ସ କରିଦେବ। ପାଣିଟା ପୁରା ମରିଯାଇଛି। ଗରମ ମସଲା ଟିକେ ରଖିଦେବ। ଗରମ ମସଲା ତା ଗୁଣ୍ଡଟା ଟିକେ ପକାଇଦେବ। ଗରମ ମସଲା ଟିକେ ପକାଇ ସାରିଲା ପରେ ଛାଡ଼ିଦେବ। ଧନିଆ ପତ୍ର କାଟିକି ରଖିଦେବ ତାକୁ ବି ଟିକେ ପକାଇ ଦେଇକି ତାକୁ ଭଲ ଭାବରେ କାଟି ଦେଇକି ଟିକେ ସମୟ ଘୋଡ଼େଇ ଦେବ। ଘୋଡ଼େଇ ଦେଲା ପରେ ସେ ଯେଉଁ ଗରମ ମସଲା ଧନିଆ ପତ୍ର ପକାଇଦେବ ସେଥିରେ ତା ସାଙ୍ଗରେ ଟିକେ ମିକ୍ସ ହେଲା ପରେ ଭଲ ଲାଗିବ। ସେଥିପାଇଁ ଘୋଡ଼େଇକି ରଖିଦେବ। ତାପରେ ଏବେ ତରକାରୀ ପୁରା ପ୍ରସ୍ତୁତ ହେଇଗଲା। ଏବେ କାଢ଼ିକି ପ୍ଲେଟ୍ରେ କାଢ଼ିକି ଖାଇବ। ରୁଟି ସାଙ୍ଗରେ ଖାଇଲେ ବେଶୀ ଟେଷ୍ଟ ଲାଗିବ। ସେଥିପାଇଁ ମୁଁ ଆଗୁଆ ରୁଟି କରିକି ରଖିନେଇଛି। ପ୍ଲେଟ୍ରେ ବାଢ଼ିକି ଦେଖନ୍ତୁ। ଯିଏ ଖାଇବ ଆସନ୍ତୁ, ମୁଁ ସମସ୍ତଙ୍କ ପାଇଁ କରିଛି। ଯିଏ ଖାଇବ ମୋତେ କମେଣ୍ଟରେ କହିବ।